ଆଜିକାଲି ଅଧିକାଂଶ ଲୋକ ଗଣ୍ଠି ବାତରେ ପୀଡ଼ିତ। ତାହାକୁ ଆମ୍ବ ବାତ ବା ଆମ ବାତ ବୋଲି ବି କୁହାଯାଏ। ଏହାକୁ ଗଣ୍ଠି ବାତ କହିବା ସହିତ ଲୋକେ ଗଣ୍ଠିଆ ହେଇଯାଇଛି ବୋଲି ବି କହନ୍ତି। ଏହି ବାତ ହେଲେ ଲୋକେ ଚାଲିବା କଷ୍ଟସାଧ୍ୟ ହୋଇଥାଏ, ଉଠିବା ବସିବା ଅତି କଷ୍ଟସାଧ୍ୟ ହୋଇଯାଇଥାଏ। ସେମାନେ ବହୁତ କଷ୍ଟ ପାଆନ୍ତି। ଏଭଳି ଯଦି ହେଇଛି ତାହେଲେ ଆଜି ଆମ ପାଖରେ ଯେଉଁ ଘରୋଇ ଉପଚାର ଅଛି ଅତି ସହଜ କିନ୍ତୁ ବହୁତ ଫଳପ୍ରଦ। ଅନେକ ଲୋକ ଏହାକୁ ଆପଣେଇ ନିଜ ଅଭିଜ୍ଞତାରୁ ଏହାର ସାର୍ଥକତା ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା କରିବା ପାଇଁ ଘରୋଇ ଉପାୟ ହେଲା ଶୁଖା ଅଁଳା 25 ଗ୍ରାମ ଏବଂ ଗୁଡ଼ 50 ଗ୍ରାମକୁ ନେଇ ଗୋଟେ ଗ୍ଲାସ୍ ପାଣିରେ ସିଝେଇ ଦିଅନ୍ତୁ। ସେଇଟା ଯେତେବେଳେ ଅଧା ହେଇଯିବ ତାକୁ ଏହି ପାଣିକୁ ଥଣ୍ଡା କରି ରାତିରେ ଶୋଇବା ପୂର୍ବରୁ ପିଇଲେ ଏବଂ କିଛି ଦିନ ନିୟମିତ ଭାବରେ କଲେ ଏହି ଗଣ୍ଠି ବାତରୁ ମୁକ୍ତି ମିଳିଥାଏ। କରି ଥରେ ଦେଖନ୍ତୁ, ବହୁ ପରୀକ୍ଷିତ, ନିଶ୍ଚୟ ସୁଫଳ ମିଳିବ। ଯଦି ମୋର ଭିଡ଼ିଓ ଆପଣମାନଙ୍କୁ କିଛି ସାହାଯ୍ୟ କରୁଛି ତାହେଲେ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ ତଥା ନିଜର କମେଣ୍ଟ ମଧ୍ୟ ଦିଅନ୍ତୁ।